ଈଶ୍ୱରଙ୍କ ରାଜ୍ୟର ଶିଷ୍ୟତ୍ୱ କାର୍ଯ୍ୟକ୍ରମରେ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ଅଧିବେଶନ 6 ବିଷୟ ପିତାଙ୍କ ପ୍ରେମ। ପ୍ରିୟ ବନ୍ଧୁ, ପିତାଙ୍କର ସନ୍ତୋଷ ହେଲା ଯେ ଯୀଶୁଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ ଓ ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତ ବିଷୟର ମିଳନ ହେବ। ତେବେ ଏହି ଅଧିବେଶନକୁ ଆଗେଇ ନେବା ପାଇଁ ମୁଁ ଜଣେ ଭାଇକୁ ଅନୁରୋଧ କରେ, ସେ ପ୍ରାର୍ଥନା ସହ ଅଧିବେଶନକୁ ଆଗେଇ ନେବେ। ସ୍ୱର୍ଗୀୟ ପିତା, ତୁମର ସେ ପବିତ୍ର ନାମକୁ ଧନ୍ୟବାଦ ହଉ। ବର୍ତ୍ତମାନ ଏହି ସୁନ୍ଦର ସମୟ ଦେଇଅଛ ପିତାଙ୍କ ପ୍ରେମ ହିସାବରେ। ପ୍ରଭୁ, ତୁମର ସେ ଅସୀମ ପ୍ରେମକୁ ଆମେ କିପରି ଅନୁଭବ କରିପାରିବୁ, ସେଥିପାଇଁ ତୁମେ ଆଶୀର୍ବାଦ କର। ଯେଉଁ ବିଷୟ ଆଲୋଚନା କରିବୁ ପ୍ରଭୁ, ତୁମେ ସେ ସମସ୍ତ ବିଷୟରେ ଆମମାନଙ୍କ କଥା କହ। ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗିଲି, ଆମେନ୍। ପ୍ରେମ ବିହୁନେ ଭାଇ ସବୁ ଅସାର, ପ୍ରେମ ବିହୁନେ ଭାଇ ସବୁ ଅସାର। ଗାଓ ପ୍ରେମର ଜୟ, ଗାଓ ପ୍ରେମର ଜୟ, ଗାଓ ପ୍ରେମର ଜୟ, ପ୍ରେମ ଯେ ସାର, ପ୍ରେମ ବିହୁନେ ଭାଇ ସବୁ ଅସାର। ବାଇବଲ ଅଧ୍ୟୟନରେ ଆମମାନେ ଯିବା ମୋର ଭାଇ ଭଉଣୀମାନେ। ତେବେ ଈଶ୍ୱର ଆପଣା ସହିତ ସମ୍ପୂର୍ଣ୍ଣ ସିଦ୍ଧ ସମ୍ପର୍କରେ ଥିଲେ, ଅଛନ୍ତି ଆଉ ରହିବେ। ପିତା, ପୁତ୍ର ପୁଣି ପବିତ୍ର ଆତ୍ମା ତିନି ବ୍ୟକ୍ତିତ୍ୱରେ ଏକ ହୋଇ ସମ୍ପୂର୍ଣ୍ଣ ଏକତା ମଧ୍ୟରେ ଅଛନ୍ତି। ଏକ ଈଶ୍ୱର, ପୁଣି ତାହାଙ୍କର କାହାଣୀ ଓ ତାହାଙ୍କ ପ୍ରକୃତ ପ୍ରେମର କାହାଣୀ ବାଇବଲରୁ ଆମ୍ଭେମାନେ ପିତାଙ୍କ ପ୍ରେମ ସମ୍ବନ୍ଧରେ ଆମେ କ'ଣ କରିବା? ଅଧ୍ୟୟନ କରିବା। ଆମେ ଚିନ୍ତା କରିବା ଈଶ୍ୱରଙ୍କର ପ୍ରେମ ବାଇବଲରୁ ଆମେ କିଭଳି ଆମେ ପାଉଛୁ। ତେବେ ପିତାଙ୍କ ପ୍ରେମ ଏତେ ମହାନ ଯେ ସେ ପୁତ୍ରଙ୍କୁ ସମସ୍ତ ବିଷୟ ପ୍ରଦାନ କରନ୍ତି। ପ୍ରତ୍ୟେକ ବିଷୟ ଆପଣା ପୁତ୍ରକୁ ଈଶ୍ୱର ପ୍ରଦାନ କରନ୍ତି। ତେବେ ଆମମାନେ ଅଧ୍ୟୟନ କରିବା କଲୋସିଓ 1 ପର୍ବ ତାର 19 ଏବଂ 20 ପଦ ପଢ଼ନ୍ତୁ ଭାଇ। କାରଣ ଈଶ୍ୱରଙ୍କ ସନ୍ତୋଷ ହେଲା ଯେ ତାହାଙ୍କଠାରେ ସମସ୍ତ ପୂର୍ଣ୍ଣତା ବାସ କରିବ, ପୁଣି ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି। ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି। ନିଶ୍ଚିତ ଭାବରେ ଆପଣମାନେ ବାଇବଲର ଶାସ୍ତ୍ରାଂଶରୁ ପିତାଙ୍କର ପ୍ରେମ ସମ୍ବନ୍ଧରେ ଆପଣମାନେ ବର୍ତ୍ତମାନ ଦେଖିକରି ମୋତେ କୁହନ୍ତୁ, ଆମମାନେ ମିଶି ଆଲୋଚନା କରିବା। ତେବେ ଆପଣମାନଙ୍କର ଉତ୍ତରକୁ ଆପଣ ମନେ ରଖନ୍ତୁ। ତେବେ ଆମେ ଏଠି ମୁଁ ପ୍ରଶ୍ନ ଆପଣଙ୍କୁ ପଚାରିବାକୁ ଚାହେଁ। ଆମେ ପଢ଼ିଲୁ, ଆମେ ଯୀଶୁଙ୍କଠାରେ ଆମମାନଙ୍କ ପ୍ରତି ପ୍ରକାଶିତ ଈଶ୍ୱରଙ୍କର ସମସ୍ତ ପୂର୍ଣ୍ଣତା ପ୍ରାପ୍ତ ହେବାକୁ ପିତାଙ୍କର ସନ୍ତୋଷ ହୋଇଛି। ତେବେ ବାକ୍ୟରୁ ଆପଣମାନେ କ'ଣ ଭାବୁଛନ୍ତି, କ'ଣ ବୁଝୁଛନ୍ତି? ଏ ବାକ୍ୟରୁ ଆପଣମାନେ କ'ଣ ବୁଝିଲେ? ପିତା ଈଶ୍ୱର ସେ ଯାହା ବି କରନ୍ତି ତାଙ୍କ ପୁତ୍ର ଯୀଶୁଙ୍କ ଦ୍ୱାରା କରନ୍ତି ଏବଂ ଯୀଶୁଙ୍କ ବିନା କୌଣସି ଚିରନ୍ତନ ଶାନ୍ତି ନାହିଁ। ନିଶ୍ଚିତ ଭାବରେ ଯୀଶୁଙ୍କ ବିନା କୌଣସି ଶାନ୍ତି ନାହିଁ। ପୁଣି ଯୀଶୁଙ୍କର ରକ୍ତ ମାଂସ ସହ ତାଙ୍କର ବଳିଦାନ ହେବା ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟିକୁ ଯୀଶୁଙ୍କ ଠାରେ ଓ ଶାନ୍ତି ପ୍ରାପ୍ତ ହେବା ପାଇଁ ପ୍ରତ୍ୟେକ ବିଷୟକୁ ପ୍ରଭୁ ମିଳିତ କରିଛନ୍ତି ଯୀଶୁ ଖ୍ରୀଷ୍ଟଙ୍କ ଠାରେ, ଯେଉଁଦ୍ୱାରା ଆମମାନେ ବୁଝିପାରୁଛୁ ଯେ ଯୀଶୁଙ୍କ ବିନା ଆଉ କିଛି ଶାନ୍ତି ନାହିଁ। ତେବେ ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ, କ'ଣ ଏ ପ୍ରତ୍ୟେକ ବିଷୟ ଆଜି ମଧ୍ୟ ସମାନ ଅଟେ ଆମମାନଙ୍କର ଜୀବନ ପାଇଁ? ମୁଁ ଭାବୁଛି କାହିଁକି ସମାନ ଅଟେ ବୋଲେ, ଦେଖ ପିତା ଯେଉଁ ପ୍ରକାର ପ୍ରେମ ତାଙ୍କୁ କରୁଥିଲେ, ମାତ୍ର ସେ ପ୍ରେମ ନାଇଁକି ଆଜି ସମସ୍ତଙ୍କୁ ଦେବା ପାଇଁ ବୋଲି ମାତ୍ର ତାଙ୍କର ପୁତ୍ରକୁ ମଧ୍ୟ ଦେଇକରି ଆମମାନଙ୍କୁ ଏ ବିଷୟ ତାଙ୍କର ପିତାଙ୍କ ଦ୍ୱାରା ଆଜ୍ଞା ମାନିବା ପାଇଁ ସେ ସମର୍ପିତ ହେଲେ। ନିଶ୍ଚିତ ଭାବରେ। ତେବେ ଭାଇ ଆପଣ କ'ଣ ଭାବୁଛନ୍ତି? ଆଜି ମଧ୍ୟ କ'ଣ ସମାନ ଅଛି? ପୁଣି ସମାନ ଯଦି ଭାବୁଛନ୍ତି, କେଉଁ ବିଷୟଟା ସମାନ ଲାଗିଲା ଆପଣଙ୍କୁ? ସ୍ୱର୍ଗକୁ ଆଉ ପୃଥିବୀକୁ ମିଶାଇବା ପାଇଁ ପିତା ତାଙ୍କର ପୁତ୍ରକୁ ପ୍ରେରଣ କରି ସେ ପ୍ରେମ ଆମମାନଙ୍କ ପାଇଁ କରିଅଛନ୍ତି। ନିଶ୍ଚିତ ଭାବରେ। ତେବେ ଆଜି ମଧ୍ୟ ସେ ପ୍ରତ୍ୟେକ ବିଷୟ ସମାନ। କ'ଣ ଭାବୁଛନ୍ତି ଭାବରେ ଆଜି ମଧ୍ୟ ସେ କେମିତି ସମାନ? କେମିତି ସମାନ ମାନେ ଯୀଶୁଙ୍କର ରକ୍ତ ଦ୍ୱାରା ଆମେ ସମସ୍ତେ ମିଳିତ ହେବୁ। ନିଶ୍ଚିତ ଆଉ ସେଟା ପାଇଁ ନିଶ୍ଚିତ ଭାବରେ ଆମେ ଜାଣିପାରୁଛୁ ଯୀଶୁଙ୍କ ଦ୍ୱାରା ଆମମାନଙ୍କର ମଧ୍ୟରେ ପୁଣି ଈଶ୍ୱରଙ୍କର ମଧ୍ୟରେ ଶାନ୍ତି ଅଛି। ସୁନ୍ଦର କଥା। ଆଉ ଆପଣ କ'ଣ ଭାବୁଛନ୍ତି ଭାଇ? ମୁଁ ଭାବରେ ଏଇଟା ଯେ ଆମେ ଜଗତ ହିସାବରେ ପ୍ରେମ କରୁ ସତ, କିନ୍ତୁ ଆମେ ଈଶ୍ୱରଙ୍କ ଠାରେ ଯଦି ପ୍ରେମ କରିବା ତାହେଲେ
ଈଶ୍ୱର ଆମକୁ ସ୍ୱର୍ଗରେ ସମସ୍ତ ବିଷୟକୁ ମିଳନ କରିବାକୁ ଚାହାନ୍ତି। ନିଶ୍ଚିତ ଭାବେ ପରମେଶ୍ୱର ଆମମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ସହିତ ଆମମାନଙ୍କୁ ମିଳିତ କରାଉଛନ୍ତି। ଆପଣ କ'ଣ ଭାବୁଛନ୍ତି ଭାଇ? ଆଜି ମଧ୍ୟ ସମାନ ମାନେ ଈଶ୍ୱରଙ୍କ ପ୍ରେମ ଆଜି ମଧ୍ୟ ସମାନ ଅଟେ। ଯୀଶୁଙ୍କର ଯେଉଁ ବଳିଦାନ ତେବେ ବି ଯାହା ଥିଲା ଆଜି ବି ତାହା ସମାନ ଅଟେ। ତା ସହିତ ଯୀଶୁଙ୍କଠାରେ ଯେ ପ୍ରକୃତ ଶାନ୍ତି ଅଛି ତାହା ଆଜି ବି ସମାନ। ନିଶ୍ଚିତ ଭାବରେ ଈଶ୍ୱର ପୁଣି ତାହାଙ୍କର ପ୍ରେମ ଓ ପୁଣି ତାହାଙ୍କ ପୂର୍ଣ୍ଣତା ଯୀଶୁଙ୍କ ରକ୍ତ ମାଂସର ବଳିଦାନରେ ପ୍ରକାଶିତ ହେଉଅଛି। ଯୀଶୁଙ୍କ ବିନା ଆଉ ଶାନ୍ତି ନାହିଁ ବୋଲି ଆମମାନେ ଦେଖୁଛୁ। ତେବେ ମୁଁ ଆପଣମାନଙ୍କୁ ପଚାରିବାକୁ ଚାହେଁ, ଆଜି ଆମମାନଙ୍କର ନିମନ୍ତେ ଏହାର ଅର୍ଥ କ'ଣ ହେଇପାରେ? ଏହାର ଅର୍ଥ କ'ଣ ହେଇପାରେ ଆମମାନଙ୍କ ନିମନ୍ତେ ଆଜି? ଯେ ଯୀଶୁଙ୍କର ଠାରେ ହିଁ ଆମମାନଙ୍କର ଶାନ୍ତି, ପୁଣି ତାହାଙ୍କର ଈଶ୍ୱରଙ୍କର ପ୍ରେମ, ପୁଣି ଈଶ୍ୱରଙ୍କ ପୂର୍ଣ୍ଣତା ଯୀଶୁଙ୍କ ରକ୍ତ ମାଂସର ବଳିଦାନରେ ପ୍ରକାଶିତ ହୋଇଛି। ଏହାର ଅର୍ଥ ଆମମାନଙ୍କ ପାଇଁ କ'ଣ ହେଇପାରେ? ଯୀଶୁଖ୍ରୀଷ୍ଟଙ୍କର ବଳିଦାନ ଦ୍ୱାରା ଆମେ ଈଶ୍ୱରଙ୍କଠାରେ ପୁନର୍ମିଳିତ ହୋଇଅଛୁ। ତାଙ୍କର ପ୍ରକୃତ ପ୍ରେମକୁ ଆମେ ଲାଭ କରିଅଛୁ। ଆଉ ଈଶ୍ୱର ଆମ ପ୍ରତି କ୍ରୋଧାନ୍ୱିତ ନୁହନ୍ତି, ଯେହେତୁ ଯୀଶୁଙ୍କ ରକ୍ତ ଦ୍ୱାରା ଆମେ ଶୁଚୀକୃତ ହୋଇଅଛୁ। ଆମର ପାପ ସବୁକୁ ସେ ଧୌତ କରିଦେଇଛନ୍ତି। ସେହେତୁ ଯୀଶୁଙ୍କଠାରେ ପ୍ରକୃତ ଶାନ୍ତି ଅଛି ଏବଂ ସେ ଆମକୁ ପିତାଙ୍କ ସହ ପୁନର୍ମିଳିତ କରାଇଛନ୍ତି। ତେବେ ଦେଖିବା ଆକୁ ପ୍ରକୃତ ବୁଝିବା ପାଇଁ, ଭଲରେ ବୁଝିବା ପାଇଁ ଆମେ ଗୋଟେ ବାକ୍ୟକୁ ଆମେ ଯିବା କଲୋସ୍ୟ 1 ତାର 21ରୁ 22 ଆମେ ପଢ଼ିବା। ଆଉ ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ୱରଙ୍କଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ, କିନ୍ତୁ ଏବେ ସେ ତୁମମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି। ନିଶ୍ଚିତ ଭାବରେ ତେବେ ମୋର ଲୋକମାନେ ଏହି ପଦଗୁଡ଼ିକରେ ଆପଣମାନେ କ'ଣ ଶିକ୍ଷା ଲାଭ କଲେ? ଏହା ଆମମାନଙ୍କର ଜୀବନ ପାଇଁ କି ଅର୍ଥ ଆଣିଦିଏ? ଆଜି କ'ଣ ଆମେ ଶିକ୍ଷା ଲାଭ କଲେ ଏହି ପଦଗୁଡ଼ିକରେ? ମୁଁ ଭାବୁଛି ସେ ସ୍ୱୟଂ ପରମେଶ୍ୱର ଥିଲେ, ମାତ୍ର ତାଙ୍କର ପୁତ୍ରକୁ ଦେଇକରି ସେଇ ପରମେଶ୍ୱର ଆମର ଜଗତକୁ ପଠାଇଲେ। ମାଂସ ଧାରଣ ଭାବରେ ଆମର ଜାଗତିକ ଜଗତର ଲୋକମାନଙ୍କର ସଦୃଶ୍ୟ, ମଣିଷ ସଦୃଶ୍ୟ ଦେଇକରି ତାଙ୍କୁ ପଠାଇଲେ। ମାତ୍ର ସେ ଆସି ଏଇ ପୃଥିବୀ ଭିତରେ ଏଇ ପ୍ରେମ ଶିଖାଇବା ପାଇଁ ଆମମାନଙ୍କର ପାଇଁ ବୋଲି ସେ ଯେତିକି ତାଙ୍କର ଜୀବନକୁ ସମର୍ପଣ କଲେ, ତାଙ୍କର ରକ୍ତରୁ ଆମମାନଙ୍କର ପାପକୁ ଧୋଇ ଦେଇଛନ୍ତି। ଆମେ ତାଙ୍କର ଦ୍ୱାରା ଆମେ ମୁକ୍ତି ପାଇଛୁ। ଆଉ ସେଇ ପିତା ଯେଉଁ ପ୍ରେମ ତାଙ୍କର ଦେଇକରି ଆମମାନଙ୍କୁ ଦେଖାଇଛନ୍ତି ବୋଲି ମୁଁ ବିଶ୍ୱାସ କରେ। ତେବେ ଆଉ କିଏ କ'ଣ ବୁଝିଲେ? ପୂର୍ବେ ଆମେମାନେ ଦୁଷ୍କର୍ମ କରି ଆମେ ପିତାଙ୍କ ଠାରୁ ଆମେ ଶତ୍ରୁ ଥିଲୁ ଆମେ, କିନ୍ତୁ ତାଙ୍କ ପୁତ୍ର ଯୀଶୁଙ୍କ ପଠାଇ ମାଂସମୟ ହୃଦୟରେ ହଁ ଆସିଲେ ସେ ଆମ ପାଇଁ ପ୍ରେମ, ତାଙ୍କର ସେଇ ଆଗାପେ ପ୍ରେମ ସେ ପ୍ରକାଶ କଲେ। ତାଙ୍କରି ରକ୍ତରେ ଆମେ ମୁକ୍ତି ଅର୍ଥାତ୍ ପାପ କ୍ଷମା ପାଇଅଛୁ। ନିଶ୍ଚିତ ଭାବରେ ଯୀଶୁଙ୍କର ପାଇଁ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ କ'ଣ ହେଇପାରେ ଏ ଅର୍ଥ? ପ୍ରକୃତ ଭାଇ କହିଲା ଭଳିଆ ଯେ ତା ପୂର୍ବରୁ ଆମେ ଦୁଷ୍କର୍ମ ଭାବରେ ଈଶ୍ୱରଙ୍କ ଠାରୁ ହଁ। ଦୂରେଇ ଯାଇଥିଲୁ, ନିଶ୍ଚିତ ଭାବରେ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଥିଲୁ। ଆଉ ବର୍ତ୍ତମାନ ତାଙ୍କର ରକ୍ତ ମାଂସ ହେତୁରୁ ଆମେ ପୁନର୍ବାର ତାଙ୍କ ସହିତ ମିଳିତ ହେବାକୁ ଯାଉଛୁ। ଠିକ୍ କଥା। ଯେତେବେଳେ ଆମମାନେ ଯୀଶୁଙ୍କ ରକ୍ତ ମାଂସର ବଳିଦାନକୁ ଆମେ ଗ୍ରହଣ କରୁ, ଆମ୍ଭେମାନେ ଆଉ ଈଶ୍ୱରଙ୍କର ଶତ୍ରୁ ହେଇକରି ରହୁନାହୁଁ। ଆମମାନେ ଈଶ୍ୱରଙ୍କର ବନ୍ଧୁ। ଯେତେବେଳେ ଆମେ ଯୀଶୁଙ୍କୁ ଆମେ ଗ୍ରହଣ କରୁଛୁ, ତାଙ୍କର ରକ୍ତ ମାଂସର ବଳିଦାନକୁ ଆମେ ଯେତେବେଳେ ଗ୍ରହଣ କରୁ, ଆମେ ଈଶ୍ୱରଙ୍କର ବନ୍ଧୁ ହେଉଛୁ। ତାଙ୍କର ସଙ୍ଗତିରେ ଆମମାନେ ଅଛୁ। ଈଶ୍ୱରଙ୍କ ସହ ସମ୍ପର୍କରେ ଆମମାନେ ଯେପରି ସେପରି ଭାବେ ହିଁ ଆମେ ଗ୍ରହଣ କରାଯାଏ ଈଶ୍ୱରଙ୍କ ନିକଟରେ ପବିତ୍ର ଆଉ ପୁଣି ନିର୍ଦ୍ଦୋଷ ଭାବେ ଉପସ୍ଥାପିତ କରାଯାଇଅଛୁ, ଯେହେତୁ ଆମେ ଯୀଶୁଙ୍କୁ ଗ୍ରହଣ କରିଅଛୁ। ଈଶ୍ୱରଙ୍କ ଦୃଷ୍ଟିରେ ଆମେମାନେ ଆଉ ଦୋଷୀ ବୋଲି ଗଣାଯିବା ନାହିଁ। କ'ଣ ପାଇଁ ଗଣାଯିବା ନାହିଁ? ଯେହେତୁ ଆମେ ଯୀଶୁ ଖ୍ରୀଷ୍ଟଙ୍କର ବଳିଦାନକୁ ଆମେ ଗ୍ରହଣ କରିବା ଦ୍ୱାରା ଆମମାନଙ୍କର ଦୋଷ ଅପରାଧ ସବୁ କ୍ଷମା ହୋଇଅଛି। ପୁଣି ଆମମାନେ ଈଶ୍ୱରଙ୍କର ଶତ୍ରୁ ନ ହୋଇ ଆମେ କାହାର ବନ୍ଧୁ ହେଇଅଛୁ? ଈଶ୍ୱରଙ୍କର ବନ୍ଧୁ ହେଇଅଛୁ। ଆମେ ଆଉ ଈଶ୍ୱରଙ୍କର ଶତ୍ରୁ ନାହୁଁ, ମାତ୍ର ଆମମାନେ ଈଶ୍ୱରଙ୍କର ବନ୍ଧୁ ଅଟୁ। ତେବେ ଯଦି ଆମମାନେ ପାଠ କରିବା ଯୋହନ 3:16-17 ଯଦି ଆମେ ପାଠ କରିବା, ଆପଣମାନେ ପାଇପାରିବେ ସେଠି। ପଢ଼ନ୍ତୁ ଭାଇ, ଯୋହନ 3:16-17। କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ୱର ଆପଣା ପୁତ୍ରକୁ ଜଗତକୁ ପ୍ରେରଣ ନ କରି ଜଗତ ଯେପରି ତାହାଙ୍କ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ। ଦେଖନ୍ତୁ, ଈଶ୍ୱର ଆମମାନଙ୍କର ଉଦ୍ଧାର ଯେମିତି ହେଇପାରିବ, ଏଣୁକରି ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ପଠାଇଲେ। ପୁଣି ଯେ କେହି ତାହାଙ୍କଠାରେ ବା ଯୀଶୁଙ୍କଠାରେ ବିଶ୍ୱାସ କରେ
से विनष्ट न होई कोन प्राप्त हेबो अनंत जीवन प्राप्त हो एहाको आपण बारंबार पढ़ंतु बुझंतु। विश्वास बळे अचल चले विश्वास बळे अचल चले किंतु प्रेमर बळे किंतु प्रेमर बळे किंतु प्रेमर बळे चले संसार गाओ प्रेमर जय प्रेम जे सार। आमने आलोचना करबा तेबे आमे जो वाक्य आमे पाठ कलु पिता को प्रेम अति महान अटे तेबे आमे सब विषय ने माने आलोचना करबा तेबे जहन 3:16-17 अनुसार आपण माने कोन भाबुछन ईश्वर को प्रेम विषय रे आपण मानकु कोन लागु ईश्वर को प्रेम केमिति पिता प्रेम अति महान एवं से यीशु ख्रीष्ट द्वारा से तांकर प्रेम आ मनुष्य मानक ठारे प्रकाश कले जेपरि से माने विनष्ट न होई निज पाप जोगु भूल मार्ग रे नरक रे न जाई जेपरि अनंत जीवन पाइबे सेति निमंते से महायोजना कले। भाई माने आपण केमिति चिंता करसंती जहन 3:16-17 हिसाब रे आपण कोन भाबुछंती ईश्वर को प्रेम ईश्वर को स्वभाव केमिति पर लागुची ଯୀଶୁଙ୍କର ପ୍ରେମ ଏଠାରେ ପିତାଙ୍କ ପ୍ରେମ ଆମେ ଏଠି ଜାଣିପାରୁଛୁ ଯେ ଗୋଟେ ଦୁଇ ଜଣଙ୍କର ପାପକୁ ମାନେ ପରିତ୍ରାଣ କରିବା ପାଇଁ ନୁହେଁ ଏଠି ଆମେ ଜାଣିପାରୁଛୁ ସାରା ଜଗତ ପାଇଁ ସାରା ଜଗତ ପାଇଁ ଯେପରିକି ସମସ୍ତେ ଯେ ସବୁ ଜାତି ସବୁ ବର୍ଣ୍ଣ ସବୁ ଜାତି ସବୁ ବର୍ଗ ସବୁ ବର୍ଣ୍ଣର ଲୋକମାନେ ମାନେ ପ୍ରାୟଶ୍ଚିତ ହେବା ପାପରୁ ଆଉ ସେଥିପାଇଁ ଯୀଶୁଙ୍କୁ ଏ ଜଗତରେ ପଠାଇକି ତାଙ୍କର ରକ୍ତ ଦେଇ ସମସ୍ତଙ୍କର ପାପକୁ ପରିଷ୍କାର କରିବା ପାଇଁ ସେ ଇଚ୍ଛା କଲେ ହଁ ଆଉ ପରିତ୍ରାଣ କରିବା ପାଇଁ ସେ ଇଚ୍ଛା କଲେ। ଭାଇ ଆପଣ କ'ଣ ଭାବୁଛନ୍ତି ଈଶ୍ୱର ପ୍ରେମ ଈଶ୍ୱର ମନୁଷ୍ୟମାନଙ୍କୁ ପ୍ରେମ କଲେ ଈଶ୍ୱର ମନୁଷ୍ୟମାନଙ୍କୁ ପ୍ରେମ କଲେ ଯେହେତୁ ତାଙ୍କର ସ୍ୱହସ୍ତରେ ସେ ନିର୍ମାଣ କରିଥିଲେ ତେଣୁକରି ତାଙ୍କର ଗୋଟିଏ ବୋଲି ପୁତ୍ରକୁ ଏଇ ପୃଥିବୀରେ ଦାନ ଦେଲେ। ନିଶ୍ଚିତ ଭାବରେ ଭାଇ ଆପଣ କ'ଣ ଭାବୁଛନ୍ତି ଆପଣ କୁହନ୍ତୁ ଯେ ଯୀଶୁଙ୍କ ଯେପରିକି ବିଶ୍ୱାସ ସମସ୍ତେ କରିପାରିବେ ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ କେବେ ହେଲେ ମଧ୍ୟ ଅନନ୍ତ ମାନେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ସେ ଏଇ ଯେଉଁ ପ୍ରେମକୁ ଦେଖାଇଲେ। ତେବେ ଆମମାନେ ଦେଖୁଛୁ ଯେ ପିତାଙ୍କ ପ୍ରେମ ଅତି ମହାନ ସେ ଯୀଶୁଙ୍କ ଠାରେ ଆମମାନଙ୍କୁ ସମସ୍ତ ବିଷୟ ପ୍ରଦାନ କରିଅଛନ୍ତି ଯେ କି ରକ୍ତ ମାଂସ ସହ ଦେହବନ୍ତ ହେଲେ କ୍ରୁଶ ଉପରେ ଆପଣା ଜୀବନ ଦେଲେ ମୃତ୍ୟୁଭୋଗ କଲେ ପୁଣି ସେ ମୃତମାନଙ୍କ ମଧ୍ୟରୁ ଉଠିଲେ ପରେ ସେ ସ୍ୱର୍ଗକୁ ଆରୋହଣ କଲେ। ଈଶ୍ୱର ଜଗତକୁ ଉଦ୍ଧାର କରିବା ନିମନ୍ତେ ପୁଣି ଆମମାନେ ଯେଉଁ ସମସ୍ତ ମନ୍ଦ ବିଷୟ ଈଶ୍ୱରଙ୍କ ଓ ପରସ୍ପର ବିରୁଦ୍ଧରେ କରିଅଛୁ ବା କହିଅଛୁ ବା ଭାବିଅଛୁ ସେଥି ନିମନ୍ତେ ରକ୍ତ ମାଂସ ସହ ଅନନ୍ତ କାଳୀନ ବଳିଦାନ ହେବା ପାଇଁ ଯୀଶୁ ଖ୍ରୀଷ୍ଟ ଆପଣାକୁ କ'ଣ କଲେ ଉତ୍ସର୍ଗ କଲେ କ୍ରୁଶ ଉପରେ। ମୋ କଥା ବୁଝିପାରୁଛନ୍ତି ତେବେ ଏଇଭଳି ଭାବରେ ଈଶ୍ୱର ଆମ ନିକଟରେ ଆପଣ ପୁତ୍ରକୁ ପଠାଇଲେ ତେବେ ଏଇ ଶାସ୍ତ୍ରାଂଶରେ ଥିବା ବାକ୍ୟ ଗୁଡ଼ିକ ମଧ୍ୟରୁ ଆଜି କ'ଣ ସେ ପ୍ରତ୍ୟେକ ବିଷୟ ସମାନ ଅଟେ ଆଜି କ'ଣ ସେ ସମସ୍ତ ବିଷୟ ସମାନ ଅଟେ ହଁ ସମସ୍ତ ବିଷୟ ସମାନ ଅଟେ ଈଶ୍ୱରଙ୍କ ପ୍ରେମ ଏବଂ ତାଙ୍କର ସେଇ ଯୋଜନା ଆଜି ମଧ୍ୟ ସମାନ ଅଟେ। କିଭଳି ଭାବେ ସେ ଯୀଶୁଙ୍କୁ ପ୍ରେରଣ କରି ସେ ଆମ ସମସ୍ତଙ୍କୁ ପାପରୁ ଉଦ୍ଧାର କରିବାକୁ ଚାହିଁଲେ ଏବଂ ସେ ଆମ ସମସ୍ତଙ୍କ ସହିତ ଏକ ଉତ୍ତମ ସମ୍ପର୍କରେ ସ୍ଥାପନ କରି ରହିବାକୁ ଚାହାନ୍ତି। ନିଶ୍ଚିତ ଭାବରେ ଆପଣଙ୍କୁ କେମିତି ଲାଗୁଛି ଭାଇ ମୁଁ ଭାବୁଛି ଯେତିକି ବେଳେ ନାଇଁକି ସେମାନେ ନିଜେ ତାଙ୍କର ହାତ ଗଢ଼ା ମଣିଷ ନିଜ ସ୍ୱହାତରେ ସେ ପରମେଶ୍ୱର ତାଙ୍କ ହସ୍ତରେ ଆମର ତାଙ୍କରି ହସ୍ତରେ ଆମମାନଙ୍କୁ ନିର୍ମାଣ କରିଥିଲେ ପୃଥିବୀ ଭିତରେ ଲୋକମାନେ ନ ଜାଣି ନ ଶୁଣି ଅନେକ ପ୍ରକାର ଦୁନିଆ ଖରାପ କାମ କଲେ ସେଥିପାଇଁ ସେ ନିଜେ ଜାଣିଛନ୍ତି ମୋର ନିଜର ଏକମାତ୍ର ପୁତ୍ରକୁ ପଠାଇଲେ ଏମାନେ ଜାଣିବେ ବୋଲି ସେ ନିଜେ ତାଙ୍କର ପୁତ୍ରକୁ ପଠାଇକରି ଏଇ ପାପରୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କଠାରୁ ଶିଖିବା ପାଇଁ ଆମମାନଙ୍କୁ ସେ ଶିକ୍ଷା ଆଜି ଆମମାନଙ୍କୁ ଦେଇଛନ୍ତି ଆମେ ସେ ଶିକ୍ଷା ଅନୁଯାୟୀ ମୁଁ ବିଶ୍ୱାସ କରୁଛି ଶିଖୁଛୁ ବୋଲି ଆମେ ନିଶ୍ଚିତ ଭାବରେ ଆପଣ କ'ଣ ଭାବୁଛନ୍ତି ଭାଇ ଏଇଠି ମୁଁ ଜାଣିବାକୁ ପାରୁଛି ଯେ ପରମେଶ୍ୱର ଆମକୁ ପ୍ରେମ କରୁଥିବା ହେତୁରୁ ସେ ନିଜ ପୁତ୍ରଙ୍କୁ ପଠାଇଥିଲେ ଆମ ପାଇଁ ନିଶ୍ଚିତ ଭାବରେ ତ ଆଉ ଗୋଟେ ବିଷୟ ମୁଁ ଜାଣିବାକୁ ଚାହୁଁଛି ଯେ ଲୋକମାନଙ୍କୁ ଜଗତର ଲୋକମାନଙ୍କୁ ପରମେଶ୍ୱର ପ୍ରେମ କରୁଥିବା ହେତୁରୁ ସେ ଲୋକମାନଙ୍କୁ ଦେଖିଲେ ଯେ ଦେଖିକି ପାପରୁ ଉଦ୍ଧାର କରିବା ପାଇଁ ସେ ନିଜ ପୁତ୍ରଙ୍କୁ ଯୋଜନା କଲେ
ତେବେ ମାନେ ବୁଝୁଛୁ ଈଶ୍ୱର ଏବଂ ତାହାଙ୍କର ପ୍ରେମ ଆଜି ମଧ୍ୟ କ'ଣ ଅଟେ ସମାନ ଅଛି ଈଶ୍ୱର ମଧ୍ୟ ସମାନ ଅଛନ୍ତି ପୁଣି ତାହାଙ୍କର ପ୍ରେମ ମଧ୍ୟ ସମାନ ଅଟେ ପୁଣି ସେ କାଳରେ ଯେମିତି ମନ୍ଦତା ଥିଲା ଏ କାଳରେ ମଧ୍ୟ ମନ୍ଦତା ଅଛି ସେ କାଳରେ ଲୋକମାନଙ୍କ ମଧ୍ୟ ମନ୍ଦତା ଥିଲା ଏ କାଳରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ମନ୍ଦତା କାର୍ଯ୍ୟ କରୁଛି ସେ କାଳରେ ମଧ୍ୟ ଈଶ୍ୱର ତାଙ୍କର ପ୍ରେମର ବଳରେ ଲୋକମାନଙ୍କୁ ଉଦ୍ଧାର କଲେ ମନ୍ଦତାରୁ ଏବେ ମଧ୍ୟ ଈଶ୍ୱର ଲୋକମାନଙ୍କୁ ମନ୍ଦତାରୁ ଉଦ୍ଧାର କରୁଛନ୍ତି ଯେତେ ଜଣ ଯୀଶୁଙ୍କୁ ଗ୍ରହଣ କରିବେ ସେମାନେ ସମସ୍ତ ମନ୍ଦତାରୁ କ୍ଷମାପ୍ରାପ୍ତ ହୋଇ ସେମାନେ ଉଦ୍ଧାର ପାଇବେ ତେବେ ଆଜି ଆମମାନଙ୍କ ନିମନ୍ତେ ଏହାର ଅର୍ଥ କ'ଣ ହେଇପାରେ ଏହାର ଅର୍ଥ କ'ଣ ହେଇପାରେ ପାଠ କରନ୍ତୁ ଭାଇ ଜୋହନ 3:18 ଯେ ତାହାଙ୍କଠାରେ ବିଶ୍ୱାସ କରେ ସେ ବିଚାରିତ ହୁଏ ନାହିଁ ଯେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇସାରିଲାଣି କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କ ନାମରେ ବିଶ୍ୱାସ କରିନାହିଁ ଏହାର ଅର୍ଥ ଆମମାନଙ୍କ ପାଇଁ କ'ଣ ହେଇପାରେ ଯେ ଏଠି ଏହାର ଅର୍ଥ ହେଉଛି ଆମେମାନେ ଜଣଙ୍କ ଜଣେ ଆମେ ବିଚାର କରିବା ନାହିଁ କାହିଁ ଯଦି ଆମେ ବିଚାର କରିବା ତାହେଲେ ଆମର ବିଚାର ସ୍ଥାନରେ ଆମର ବିଚାର ହେବ ନାହିଁ ଏ ବାକ୍ୟ ଅନୁଯାୟୀ ଆପଣ କ'ଣ ଭାବୁଛନ୍ତି ଏହାର ଅର୍ଥ କ'ଣ ହେଇପାରେ ପିତା ଯେଉଁ ପ୍ରେମ କରି ଯୀଶୁକୁ ପଠାଇଲେ ଯଦି ତାକୁ ଆମେ ବିଶ୍ୱାସ କରିବା ନାହିଁ ତାହେଲେ ଆମେ ବିଚାରିତ ହେବା ନିଶ୍ଚିତ ଭାବରେ ଯଦି ଆମେ ଯୀଶୁଙ୍କ ଠାରେ ପିତାଙ୍କ ପୁତ୍ର ଯୀଶୁଙ୍କ ଠାରେ ଯଦି ଆମେ ବିଶ୍ୱାସ କରିବା ହଁ ତାହେଲେ ଆମେ ବିଚାରିତ ହେବା ନାହିଁ ଭାଇ ଆପଣ କ'ଣ ଭାବୁଛନ୍ତି ପ୍ରକୃତରେ ତାଙ୍କ କହିଲା ଭଳିଆ ସେଇ ପ୍ରକାର ଯେ କେହି ପିତାଙ୍କ ଠାରେ ବିଶ୍ୱାସ କରେ ସେ ବିଚାରିତ ହେବ ନାହିଁ ଯୀଶୁଙ୍କ ଠାରେ ବିଶ୍ୱାସ ବିଶ୍ୱାସ କରେ ସେ ବିଚାରିତ ହୁଏ ବିଚାର ହୁଏ ନାହିଁ ଆଉ ଯିଏ ଅବିଶ୍ୱାସ କରେ ସେ ନିଶ୍ଚିତ ଭାବରେ ବିଚାରିତ ହେବ ନିଶ୍ଚିତ ଭାବରେ ବିଚାରିତ ହେବ ତେବେ ଆମେମାନେ ବୁଝୁଛୁ ଆମେମାନେ ବିଚାର ଓ ଦଣ୍ଡରୁ ଚିରକାଳ ପାଇଁ ଉଦ୍ଧାର ପ୍ରାପ୍ତ ହୋଇଅଛୁ ଯେହେତୁ ଆମମାନେ ଯୀଶୁଙ୍କ ଠାରେ କ'ଣ କରିଅଛୁ ବିଶ୍ୱାସ କରିଅଛୁ ବାକ୍ୟରେ ଲେଖାଯାଏ ଯେ ତାହାଙ୍କଠାରେ ବିଶ୍ୱାସ କରେ ନାହିଁ ସେ ବିଚାରିତ ହୋଇସାରିଛି ଯେଉଁମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରନ୍ତି ନାହିଁ ସେମାନେ ବିଚାରିତ ହୁଅନ୍ତି ଆମେମାନେ ବିଚାର ପୁଣି ଦଣ୍ଡରୁ ଆମମାନେ ସବୁଦିନ ପାଇଁ ଆମେ କ'ଣ ପାଇଛୁ ଉଦ୍ଧାର ପାଇଅଛୁ ଯେତେ ଜଣ ଯୀଶୁଙ୍କ ଠାରେ ବିଶ୍ୱାସ କରନ୍ତି ପୁଣି ସେହିପରି ଲୋକମାନଙ୍କ ପାଇଁ ଯୀଶୁଙ୍କ ଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କ ପାଇଁ ଆଉ କୌଣସି ଦଣ୍ଡାଜ୍ଞା ନାହିଁ କୌଣସି ଦଣ୍ଡର ଆଜ୍ଞା ଆଉ ସେମାନଙ୍କ ପାଇଁ ନାହିଁ ଆମେମାନେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛୁ ଆମମାନେ କ'ଣ ପ୍ରାପ୍ତ ହୋଇଅଛୁ ଅନନ୍ତ ଜୀବନ କେବେ ନ ସରୁଥିବା ଜୀବନ ଆମମାନେ ପାଇଅଛୁ ତେବେ ଆମମାନେ ପାଠ କରିବା ଏ ଉପରେ ଆମେ ଧ୍ୟାନ କରିବା ପୁଣି ବାରମ୍ବାର ପାଠ କରିବା ଜୋହନ 3:35 ଭାଇ ପଢ଼ନ୍ତୁ ପିତା ପୁତ୍ରଙ୍କୁ ପ୍ରେମ କରନ୍ତି ପୁଣି ସମସ୍ତ ବିଷୟ ତାହାଙ୍କ ହସ୍ତରେ ଅର୍ପଣ କରିଅଛନ୍ତି ଏ ବାକ୍ୟରୁ ଆପଣ କ'ଣ ଚିନ୍ତା କରୁଛନ୍ତି ପିତା କାହାକୁ ପ୍ରେମ କରୁଛନ୍ତି ପିତା ତାଙ୍କ ପୁତ୍ର ଯୀଶୁଙ୍କୁ ପ୍ରେମ କରନ୍ତି ଆଉ ସେ ସମସ୍ତ ବିଷୟ ତାଙ୍କୁ ଅଧିକାର ଦେଇଛନ୍ତି ଦେଖନ୍ତୁ କ'ଣ ଆପଣ କ'ଣ ଚିନ୍ତା କରୁଛନ୍ତି ଏ ବାକ୍ୟରେ ଆପଣ କ'ଣ ବୁଝୁଛନ୍ତି ଯେ ଅଦ୍ୱିତୀୟ ପୁତ୍ର ପିତାଙ୍କର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେ ଜଗତର ସମସ୍ତ ଭାର ଦେଇ ଦେଇଛନ୍ତି ସମସ୍ତ ଭାର ସବୁ ବିଷୟ ଆପଣ ପୁତ୍ରକୁ ଭାର ଦେଇ ଦେଇଛନ୍ତି ଆଉ ସେଇ ଭାର ସେ ନିଜେ ଗ୍ରହଣ କରିଛନ୍ତି ଆଉ ତାଙ୍କ ଦ୍ୱାରା ଆମେ ପିତା ପ୍ରାପ୍ତ ହେଇଛୁ ପିତା ଆଉ ପୁତ୍ରଙ୍କର ସମ୍ପର୍କ କ'ଣ ଆମେ ଜାଣିପାରିଲୁ ଠିକ୍ କଥା ଆଉ କିଏ କ'ଣ ଚିନ୍ତା କରୁଛନ୍ତି ଆପଣ କ'ଣ ବୁଝିଲେ ମୁଁ ଏ ବାକ୍ୟ ଦ୍ୱାରା ବୁଝିଲି ଯେମିତି ବିଶ୍ୱାସ ଦ୍ୱାରା ନାହିଁ କି ଆମମାନେ ଯୀଶୁଙ୍କୁ ଦେଇ ଆମେ ତାଙ୍କେ ଯେଉଁ ଶିକ୍ଷା ଦେଇଛନ୍ତି ଆମମାନଙ୍କୁ ସେ ବିଷୟରେ ଆମେ ବୁଝି ଆମେ ବିଶ୍ୱାସ କରିବା ତା ବିଶ୍ୱାସ ଦ୍ୱାରା ନାହିଁ କି ଆମମାନେ ତାଙ୍କର ବିଶ୍ୱାସ ହରାଇବା ନାହିଁ ତେବେ ଆମେ ଜଗତରେ ତାଙ୍କର ଦେଇ ଆମେ ଶିଖିଛୁ আর ସେ ବିଶ୍ୱାସ ଚିରସ୍ଥାୟୀ ବୋଲି ମୁଁ ବିଶ୍ୱାସ କରୁଛି ନିଶ୍ଚିତ ଭାବରେ ଚିରସ୍ଥାୟୀ ଆପଣ କ'ଣ ବୁଝୁଛନ୍ତି ପିତା ପିତା ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେମ କଲେ ପୁଣି ପ୍ରତ୍ୟେକ ବିଷୟ ତାଙ୍କର ହସ୍ତରେ ସମର୍ପଣ କଲେ ଆପଣ କ'ଣ ବୁଝୁଛନ୍ତି ପିତା ଯେପରି ପୁତ୍ରକୁ ପ୍ରେମ କଲେ ଆଉ ସବୁ ବିଷୟ ତାଙ୍କ ହସ୍ତରେ ଦେଇଛନ୍ତି ତାର ଅର୍ଥ ବିଚାର କରିବା ଅଧିକାର ମଧ୍ୟ ଦେଇଛନ୍ତି ଯଦି ଆମେ ତାଙ୍କର ବିଶ୍ୱାସ କରିବା ନାହିଁ ପିତାଙ୍କ ପୁତ୍ର ଯୀଶୁଙ୍କଠାରେ ବିଶ୍ୱାସ କରିବା ନାହିଁ ତାହେଲେ ଆମେ ଯୀଶୁ ଆମମାନଙ୍କୁ ବିଚାର ମଧ୍ୟ କରନ୍ତି ନିଶ୍ଚିତ ଭାବରେ ଭାଇ ଆପଣ କ'ଣ ଭାବୁଛନ୍ତି ମୁଁ ଭାବୁଛି ଯେ ପିତା ତାଙ୍କ ପୁତ୍ରଙ୍କୁ ଯେଉଁ ପ୍ରେମ କଲେ ସେଇ ପୁତ୍ର ଆମକୁ ତାଙ୍କର ପ୍ରେମ ପ୍ରକାଶ କଲେ ଆମର କର୍ତ୍ତବ୍ୟ ଆଜି ଯେ ଆମେ ସେଇ ପ୍ରେମକୁ ଅନ୍ୟମାନଙ୍କଠାରେ ବିତରଣ କରିବା ଏବଂ ସେଇ ଜାଣିନଥିବା ଲୋକମାନଙ୍କୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇବା ନିଶ୍ଚିତ ଭାବରେ ଦେଖୁଛୁ ଈଶ୍ୱର ପ୍ରେମ କରୁଥିବା ହେତୁ ସେ ନିଜ ପାଖରେ ସମସ୍ତ ଅଧିକାର ନ ରଖି ଅଧିକାର କାହାକୁ ଦେଲେ ପୁତ୍ରଙ୍କୁ ଦେଲେ ପୁଣି ସମସ୍ତ ବିଷୟ ଯୀଶୁ ଖ୍ରୀଷ୍ଟଙ୍କର ହସ୍ତରେ କ'ଣ କଲେ ସମର୍ପଣ କଲେ ଈଶ୍ୱରଙ୍କର ପ୍ରେମ ଏଇଭଳି ଈଶ୍ୱରଙ୍କ ପ୍ରେମ ନିଜ ପାଇଁ ନୁହେଁ ଈଶ୍ୱରଙ୍କ ପ୍ରେମ ଦେଖନ୍ତୁ କିଭଳି ଈଶ୍ୱର ସମସ୍ତ ବିଷୟ ଆପଣା ପୁତ୍ରଙ୍କୁ ଦେଲେ
तेबे आम ये पाठ कलु ईश्वर प्रत्येक विषय को अपना पुत्र हस्तरे समर्पण करदेले। मोर भाई भौणी मैंने आम जहाँ जौन 3:35 आम मैंने आलोचना करूँ तार अर्थ आम मानकर जीवन पाई कौन अटे आम मैंने जौन 3 तार 36 पढ़िक आम मैंने आलोचना करवा। जे पुत्रंकठारे विश्वास करे से अनंत जीवन प्राप्त होइअछि, मात्र जे पुत्रंकु अमान्य करे से जीवन देखिब नाही, किंतु से ईश्वरंक क्रोधर पात्र होई रही थाए। तेबे आपण माने कौन बुझिले मोर लोक माने आम मानकर जीवन रो पाई या कौन अर्थ दी पारे। जे ईश्वर को सत्य प्रेम करे ताहेले से अनंत जीवन पाए ईश्वर को विश्वास पाए करे। जे पुत्र ईश्वर ठारे जे विश्वास करे आपण कोन भाबुछन भाई। जे पुत्रଙ୍କ ଠାରେ विश्वास करे हाँ से अनंत जीवन पाइब। जदि आपण से पई आयर अर्थ कोन ही पारे जदि आपण पुत्र ठारे विश्वास करे नाही ताहले से दंडाज्ञा पाइब। निश्चित भाव रे आपण पई आयर अर्थ कोन ही पारे। मोर पाई ये अर्थ होते जे पुत्र ठार विश्वास करे जे कि ईश्वर पुत्र जे हेतु से समस्त पिता समस्त भार प्रभु जीशु ख्रीष्ट को देइछंती आ से भार अनुसार आम प्रकृत में जीशु को विश्वास करवा पड़ो आ अनंत जीवन पाइबा पड़ो। निश्चित भाव रे एटा तेबे आपण कोन भाबुछंती आपण पई केमती। ମୁଁ ଭାବୁଛି परमेश्वर आज्ञा पालन करने तांगे निजे मध्य स्वयं हेले जीशु ख्रीष्ट तांकर बापाकर आज्ञा को मानवाई से निजे मध्य विश्वस्त न्यायवान अटंती से जीशु ख्रीष्ट मनुष्य मानक उद्धार करने से निजे निजर प्राण देवाई राजी हेले मात्र पितांकर आज्ञा को महान भाव से पालुथिले। निश्चित भाव रे तेबे हम देखुछु जे माने जीशु ख्रीष्ट ठारे अर्थात पुत्र ईश्वर ठारे जे माने विश्वास करंती से माने अनंत जीवन प्राप्त होई अछंती। से आमे मध्य नाइ कि से जो आज्ञा देइछंती तांके से आज्ञा जो प्रकार करूथिले सेटा जदि भाभी चिंती आमे जदि एबे पालन करबा प्रभु आम मानकु मध्य क्षमा करी से क्षमा देवा परमेश्वर अटंती तांकर पुत्र को जो प्रकार स्वर्गर जगत को पठाइले आर तांको क्षमा देले मोले आ पुनर्बार उठले से परि आम मानकु मध्य प्रभु जीशु को जे प्रकार उठाइले तांको जे माने विश्वास करबे से मानकु मध्य उठाइबे अनंत जीवन प्राप्त हेबे जे माने पुत्र जीशु ठारे विश्वास करंती। प्रेम बिहुने भाई सबु असार गाओ प्रेम जय प्रेम जे सार गाओ प्रेम जय 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 प्रेम जे सार प्रेम बिहुने भाई सबु असार। मोर भाई माने आम माने दलगत आलोचना करबा प्रथम जहन 3 पर्व 1 पद पाठ करंतु। देख पिता आम्भमानंकु कि प्रकार प्रेम दान करिअछंती जे आम्भे माने ईश्वरंक संतान बोली ख्यात हेबु आउ आम्भे माने ताहा ही अटु। एथि सकाशे जगत आम्मानंकु चिन्हु नाही कारण ताहा ताहांकु चिन्हि नथिला। तेबे आम माने आलोचना करबा एठारे ईश्वरंक प्रेम पुणी ए वाक्य रे कोन कोन कुआ जाय आपण माने मते कहंतु। आपण माने कोन भाबुछंती ए वाक्य द्वारा आपण माने कोन बुझिले आपण कोन बुझिले भाई वाक्य द्वारा। ईश्वर आम्मानंकु प्रेम कले आउ जीशु जेते बेले जगत रे थिले सही समयर लोक माने जीशुंकु चिन्हिले नाही ईश्वरंक प्रेम को जानिले नाही। आज आम मध्य ईश्वरंक प्रेम थिले सुधा लोक माने से प्रेम को से माने चिन्हिबे नाही। सत कथा आउ ईश्वर आम मानकु एमिति प्रेम करि अछंती जे से आमे तांकर संतान बोली ख्यात होई अछु। अति सुंदर कथा से आम मानक प्रेम कले पुणी आम मानक तांकर संतान बोली आम ख्यात होई अछु। आपनकर जीवन पई कोन भाई कोन बुझिले वाक्य द्वारा आपण जे सेम जे तांकरी पितांको प्रेम रे या माने तांकर संतान हेबा निमंते अधिकार दैछन। निश्चित भाव रे ईश्वर आम मानकु एते प्रेम करंती जे से जीशु ठारे आम मानकु समस्त विषय देइसंती जे हम जीशु विश्वास करछु जा जीशु कर ताहा मध्य आम मानकर आमे माने ताहांकर संतान अटु से आम मानकर पिता अटंती जे समान भाव रे आम मानकु प्रेम करंती जेतिकी
से प्रभु यीशु को प्रेम करन जेतिकी से अपना पुत्र को प्रेम करंती से समान भाव में ईश्वर आम मान को मध्य प्रेम करंती तेबे ए शास्त्रांश रे थिबा विषय गुडी को मध्य कोन सब आज मध्य समान अटे कहीं समान अटे बोले से गोटे चिन्ह स्वरूप होकर ए पृथ्वी भितर थिले आ समस्त को ए शिक्षा मध्य देले ए लोक माने मन इच्छा न जानी न शुणी काम करथिले सेति से चिन्ह स्वरूप अनेक विषय करिकरी जाइछंती से द्वारा माने विश्वास करूछु आ से विश्वास द्वारा माने ही स्वर्ग को जाई पारबा आपण माने कोन विश्वास करछत कोन भाबुछंती आज मते कोन समान अटे जे हम माने मध्य तांकर संतान अटू निश्चय आमे मध्य तांकर संतान अटू तेबे बाकी अनुଯାୟୀ कोन समान अटे हम मन पय आज जीवन रे आज हम मानकर जीवन रे कोन समान अटे समान विषय कोन अटे आज मते जो बाकी हमें पढी गलु कोन समान लागे जेते लोक ताहांको विश्वास कले विश्वास करंती आ से समस्तंकु तांकर संतान हेबा निमंते अधिकार देले यीशुଙ୍କର ସମୟରେ ମଧ୍ୟ ସେ ଅଧିକାର ଦେଲେ ଏବେ ମଧ୍ୟ ସେ ଅଧିକାର ଦେଲେ देले ପ୍ରଭୁ ଯୀଶୁଙ୍କୁ ସେ ସମୟରେ ଈଶ୍ୱର ପ୍ରେମ କରୁଥିଲେ ଏବେ ମଧ୍ୟ भी ପ୍ରଭୁ सेही ଯୀଶୁ प्रकार ଆମମାନଙ୍କୁ ମଧ୍ୟ प्रेम ପ୍ରେମ करछंती ଠିକ କଥା ତେବେ ଆପଣ କ'ଣ ଭାବୁଛନ୍ତି ଭାଇ ଜଗତ ଚିହ୍ନି ନଥିଲା ସେଥିପାଇଁ ତାହାଙ୍କୁ ଆମେ ମଧ୍ୟ ଚିହ୍ନି ପାରିଲୁ ନାହିଁ ତେବେ ଆଜି ଈଶ୍ୱରଙ୍କର ବାକ୍ୟ ଯୋଉଟା ଆମେ ପଢ଼ିଗଲୁ ପ୍ରଥମ ଜହନ 3:1 ସେ ଅନୁଯାୟୀ ଆଜି ମଧ୍ୟ କ'ଣ ପ୍ରତ୍ୟେକ ବିଷୟ ସେଭଳି ସମାନ ଅଟେ ଯେ ଆମେ ଯୀଶୁଙ୍କୁ ଆମେ ଈଶ୍ୱରଙ୍କୁ ପ୍ରେମ କରୁ ସେ ଆମମାନଙ୍କୁ ତାଙ୍କର ସନ୍ତାନ ହେବାକୁ ଅଧିକାର ଦିଅନ୍ତି ଏ ବିଷୟ କ'ଣ ଏବେ ମଧ୍ୟ ସମାନ ଅଟେ ଯେଉଁ ବାକ୍ୟ ଆମେ ପଢ଼ିଲୁ 3:1 ସେ ପ୍ରତ୍ୟେକ ବିଷୟ କ'ଣ ଆଜି ମଧ୍ୟ ସମାନ ଅଟେ ପୁଣି ଯଦି ସମାନ ଅଟେ କିଭଳି ସମାନ ଅଟେ ପ୍ରତ୍ୟେକ ବିଷୟ ଆଜି ମଧ୍ୟ ସମାନ ଅଟେ ତାଙ୍କର ପ୍ରେମ ଯୀଶୁଙ୍କର ବଳିଦାନ ଆଉ ଯିଏ ତାହାଙ୍କୁ ବିଶ୍ୱାସ କରେ ସେ ତାଙ୍କର ସନ୍ତାନ ବୋଲି ଜଣାଯିବ ପ୍ରତ୍ୟେକ ବିଷୟ ଆଜି ମଧ୍ୟ ସମାନ ତେବେ ଈଶ୍ୱର ପୁଣି ତାହାଙ୍କର ପ୍ରେମ ଓ ଯେଉଁମାନେ ଯୀଶୁଙ୍କର ରକ୍ତ ମାଂସର ବଳିଦାନରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିଛନ୍ତି ସେମାନେ ହେଉଛନ୍ତି ଈଶ୍ୱରଙ୍କର ସନ୍ତାନ ଈଶ୍ୱରଙ୍କର ସନ୍ତାନ ଯେତେ ଜଣ ଯୀଶୁଙ୍କଠାରେ ବିଶ୍ୱାସ କରିବେ ସେମାନେ ହେଉଛନ୍ତି ଈଶ୍ୱରଙ୍କର ସନ୍ତାନ ତେବେ ଆଜି ଆମମାନଙ୍କ ପାଇଁ ଏହାର ଅର୍ଥ କ'ଣ ହେଇପାରେ ଯୀଶୁଙ୍କଠାରେ ବିଶ୍ୱାସ କଲେ ଆମେ ତାଙ୍କର ସନ୍ତାନ ହେବା ଏହାର ଅର୍ଥ ଏହାର ମୂଲ୍ୟ ଆମ ପାଇଁ କ'ଣ ହେଇପାରେ आमे तांकर संतान हेबार अधिकार कहीं से प्रभु जीशु आम मान बहुत प्रेम कर बहुत विषय शिखाई आउरी आमे ए जगत रे ना कि तांकर संतान कु भलिया देखा जीवु निज तांकर जो वाक्य जीवंत वाक्य देइछन से वाक्य अनुसार विश्वास करी आमे अन्य मान को बहुत प्रेम करबा प्रभु पिता तांकर पिता जो प्रकार प्रेम करी तांकर रखिथिले सेही परि आम मान मध्ये विश्वास करबा बोले आम मान को सेही प्रेम द्वारा आम मान को विश्वास द्वारा आम बढ़ाइबे भाई माने आपण कोन भाबुछंती यार अर्थ आपण मन पई आम मन पई आज जीवन रे कोन अर्थ अछि से आम पई मृत्यु हेले हम्म आ क्षमा पाप क्षमा से हमन को देइछंती जदि आमे तांको ग्रहण करिबा तबे आम माने तांकर संतान हेबा निश्चित भाबरे आम माने ईश्वरंकर गोटे गोटे संतान संतति आमे माने जे प्रकार से प्रकार ईश्वर आम मान को ग्रहण करंती आम माने जो प्रकार वर्तमान अछु गोटे पापी अवस्था थाई पारू गोटे आ गोटे दुष्ट अवस्था थाई पारू आमे जो प्रकार अछु से प्रकार ही प्रभु आम मान को ग्रहण करंती एमती नुहे जे तुमे प्रथमे पवित्र हेबाक पड़िबो तापरे मु ग्रहण करबी सेमती नुहे प्रभु आमे जेमिति अछु से प्रकार भाव ईश्वर आम मान को ग्रहण करंती आमे माने ईश्वरंकर परिवार रो सदस्य परिवार भुक्त आम माने होई अछु पुणी चिरकाल पई सबुदिन पई आमे ईश्वरंकर प्रेम को आम माने पाई अछु तेबे आम माने चिंता करबा आ गोटे आलोचना आम माने करबा कलसीय 1 पर्व तार 12 और 14 को आपण माने भाई भणी माने ध्यान रे सुनंतु पुणी आमे ए आलोचना माने करबा कलसीय 1 12 और 14 पुणी जो पिता दीप्ति रे साधु मानक अधिकार सहभागी हेबा निमंते तुम्भ मानक यज्ञ करियछंती ताहांकु आनंद सहित धन्यवाद दियो से आंब मानक अंधकार क्षमतार उद्धार करी अपना प्रेम पात्र पुत्रंक राज्य मध्य को स्थानांतर करियछंती जीशुंक ठारे आंभे माने मुक्ति अर्थात पाप क्षमा पाइयछु निश्चित भाव तेज आपण मैंने ये पद गुड़िक आपण मैंने कौन पाँच कौन देखुं को विषयटा आपन को कौन लगुच आपण आलोचना आपण मैंने मत कहतु वाक्य मैंने पढ़ा भितर आपण मान कौन लगुच कौन बुझिले आमे एठी देखबाक पाउछु जे जीशुଙ୍କ ଠାରୁ ଆମେ पाप क्षमा पाइछु जीशु ठारे हम पाप क्षमा पाइछु आउ के आम्बे ए जगत रे अंधकार रे थिलु तांकर पुत्र जीशुଙ୍କ द्वारा आज आमे स्वर्ग को स्थानांतरित होइछु निश्चित भाव आपण कौन बुझुंती भाई तांको द्वारा आमे
କ୍ଷମା ପ୍ରାପ୍ତ ହୋଇଅଛୁ। ନିଶ୍ଚିତ ଭାବରେ କ୍ଷମା ପ୍ରାପ୍ତ ହୋଇଅଛୁ, ଉଦ୍ଧାର ପ୍ରାପ୍ତ ହୋଇଅଛୁ। ଆଉ ପାପ କ୍ଷମା ଦ୍ୱାରା ଆମେ ସବୁ ଉଦ୍ଧାର ପାଇଅଛୁ। ନିଶ୍ଚିତ ଭାବରେ ଆଉ କିଏ କ'ଣ ବୁଝୁଛନ୍ତି ଏ ବାକ୍ୟ ଦ୍ୱାରା? ଆଉ ଯୀଶୁଙ୍କର ବଳିଦାନ ଦ୍ୱାରା ଆମେ ଯୋଗ୍ୟ ବୋଲି ବିବେଚିତ ହୋଇଅଛୁ ଏବଂ ଆମେ ତାହାଙ୍କର ଉତ୍ତରାଧିକାରୀ ସମସ୍ତ ବିଷୟ ପ୍ରାପ୍ତ ହୋଇଅଛୁ। ଉତ୍ତରାଧିକାରୀ କାହା ପାଇଁ ଆମେ ଉତ୍ତରାଧିକାରୀ ହେଇଛୁ? ଈଶ୍ୱରଙ୍କର, ଯୀଶୁଙ୍କର ନିମନ୍ତେ, ଯୀଶୁଙ୍କର ବଳିଦାନ ନିମନ୍ତେ ଆମମାନେ ଈଶ୍ୱରଙ୍କର ଉତ୍ତରାଧିକାରର ଅଧିକାର ଆମମାନେ ପାଇଛୁ। ତେବେ ଆମମାନେ ଦେଖୁଛୁ ପିତା ଆମମାନଙ୍କୁ ଏତେ ପ୍ରେମ କରନ୍ତି ଯେ ସେ ତାଙ୍କ ପୁତ୍ରଙ୍କ ରକ୍ତ ମାଂସର ବଳିଦାନ ଦ୍ୱାରା ସମସ୍ତ ବିଷୟ ପାଇବା ନିମନ୍ତେ ଆମମାନଙ୍କୁ ଯୋଗ୍ୟ ଗଣନା କରିଅଛନ୍ତି। ସମସ୍ତ ବିଷୟ ଈଶ୍ୱରଙ୍କର ଯେଉଁ ବିଷୟ ମଧ୍ୟ ଅଛି ସେ ପ୍ରତ୍ୟେକ ବିଷୟ ପାଇବା ପାଇଁ ଈଶ୍ୱର ଆମମାନଙ୍କୁ ଯୋଗ୍ୟ ଗଣନା କରିଛନ୍ତି। ଯେଉଁ ସମସ୍ତ ବିଷୟ ଯୀଶୁଙ୍କଠାରେ ଅଛି ରହିଥିବ ସେ ପ୍ରତ୍ୟେକ ବିଷୟ ଆମମାନଙ୍କୁ ମଧ୍ୟ ପାଇବା ପାଇଁ ଈଶ୍ୱର ଯୋଗ୍ୟ ଗଣନା କରିଛନ୍ତି। ଈଶ୍ୱରଙ୍କ ସନ୍ତାନ ଭାବରେ ଆମମାନେ ଖ୍ରୀଷ୍ଟଙ୍କ ସାରେ ସହ ଉତ୍ତରାଧିକାରୀ ଅଟୁ। ଈଶ୍ୱରଙ୍କ ସହିତ ଈଶ୍ୱରଙ୍କଠାରେ ଯେଉଁ ଅଧିକାର ଅଛି ତ ସେ ଅଧିକାରର ସହ ଉତ୍ତରାଧିକାରୀ ଆମେ ଖ୍ରୀଷ୍ଟଙ୍କ ସହିତ। ଖ୍ରୀଷ୍ଟଙ୍କର ଯେଉଁ ଅଧିକାର ତାଙ୍କ ସହିତ ଆମମାନଙ୍କର ସହ ଅଧିକାର ଅଛି ଆମମାନଙ୍କର ଖ୍ରୀଷ୍ଟଙ୍କର ବଳିଦାନ ନିମନ୍ତେ। ତେବେ ମୁଁ ଆପଣମାନଙ୍କୁ ପଚାରିବାକୁ ଚାହେଁ ଏହି ଶାସ୍ତ୍ରାଂଶରେ ଯେଉଁ ବିଷୟ ସବୁ ଘଟିଛି ସେସବୁ ବିଷୟ କ'ଣ ଆଜି ମଧ୍ୟ ସମାନ ଅଟେ? ସମାନ ଅଟେ। କାହିଁକି ବୋଲେ ସେ ଯେଉଁ ପୃଥିବୀରେ ଯେଉଁ ଦୁର୍ଦ୍ଦଶା ଥିଲା, ଯେଉଁ ଅନ୍ଧକାରରେ ଥିଲା ସମୟରେ ଆମମାନେ ଯେଉଁଟା କରିଥିଲୁ, କିନ୍ତୁ ପ୍ରଭୁ ଯୀଶୁ ତାଙ୍କର ପୁତ୍ରକୁ ଯେଉଁ ଅଧିକାର ଦେଇଥିଲେ ସେ ଅଧିକାର ଦ୍ୱାରା ଆମମାନେ ତାଙ୍କର ଆଜି ମଧ୍ୟ ସେ ବାକ୍ୟ ଅନୁଯାୟୀ ଯଦି ଆମେ ଚାଲବା ଆଉ ସେ ଅଧିକାରକୁ ପାଇବା ପରେ ଆମେ ବିଶ୍ୱାସ ଦ୍ୱାରା ଆମେ ସେ ଅଧିକାର ପ୍ରାପ୍ତ ଉତ୍ତରାଧିକାରୀ ଆମେ ହେଇପାରିବା। ନିଶ୍ଚିତ ଭାବରେ ଭାଇ ଆଜି ମଧ୍ୟ କ'ଣ ସେଇ ସବୁ ସମାନ ବିଷୟଟା? ସମାନ ଅଟେ। ଖ୍ରୀଷ୍ଟଙ୍କ ସହିତ ସହ ଉତ୍ତରାଧିକାରୀ ଆମେ ହେବା କେମିତି କେମିତି ସମାନ? ଏବେ ମଧ୍ୟ ଯେ ମଧ୍ୟ ଯୀଶୁଙ୍କ ଠାରେ ବିଶ୍ୱାସ କରିବ ସେ ମଧ୍ୟ ଈଶ୍ୱରଙ୍କ ସହିତ ଖ୍ରୀଷ୍ଟଙ୍କ ସହିତ ଈଶ୍ୱରଙ୍କ ଅଧିକାରର ସହ ଉତ୍ତରାଧିକାରୀ ହେଇପାରିବ ନିଶ୍ଚିତ ଭାବେ। ଭାଇ ଆପଣ କ'ଣ ଭାବୁଛନ୍ତି? ସେ ସମୟରେ ଈଶ୍ୱର ପ୍ରଭୁ ଯୀଶୁଙ୍କୁ ପଠାଇଥିଲେ ଗୋଟେ ଅଧିକାର ଦେଇକି ଯେ ଆମ ପାପ କ୍ଷମା କରିବା ପାଇଁ। ଆଉ ଏ ସମୟରେ ମଧ୍ୟ ଆମେ ଦେଖିବା ପାରୁଛୁ ଯେ ଯୀଶୁ ଖ୍ରୀଷ୍ଟ ଏବେ ମଧ୍ୟ ଆମକୁ କ୍ଷମା କରିଅଛନ୍ତି ଆଉ ଆମେ ମଧ୍ୟ ପରସ୍ପରକୁ କ୍ଷମା କରିପାରିବା। ନିଶ୍ଚିତ ଭାବରେ ଆଜି ମଧ୍ୟ ସେ ବାକ୍ୟ ଆମ ପାଇଁ ସମାନ ଅଟେ, କାରଣ ଈଶ୍ୱର ଏବେ ମଧ୍ୟ ସମାନ ଅଟନ୍ତି। ପୁଣି ତାହାଙ୍କର ପ୍ରେମ ମଧ୍ୟ କେବେ ବଦଳେ ନାହିଁ, ଏବେ ମଧ୍ୟ ସମାନ। ପୁଣି ତାହାଙ୍କର ଆମ ଈଶ୍ୱରଙ୍କର ଦାନ କରିବା ଚରିତ୍ର ମଧ୍ୟ ବଦଳେ ନାହିଁ, ଏବେ ମଧ୍ୟ ସେ ଦାନ କରନ୍ତି। ପୁଣି ତାହାଙ୍କର ପୁତ୍ରଙ୍କର ରକ୍ତ ମାଂସର ବଳିଦାନ ତ ସବୁଦିନ ପାଇଁ ବା ଚିରକାଳ ପାଇଁ। ତେବେ ମୋର ଲୋକମାନେ ସେ ବାକ୍ୟ ଆଜି ମଧ୍ୟ ଆମ ପାଇଁ ସମାନ ଅଟେ। ତେବେ ମୁଁ ଆପଣମାନଙ୍କୁ ଆଉ ଗୋଟେ ପ୍ରଶ୍ନ ପଚାରିବାକୁ ଚାହେଁ, ଆଜି ଆମମାନଙ୍କର ନିମନ୍ତେ ଏହାର ଅର୍ଥ କ'ଣ ହେଇପାରେ? ଆମେମାନେ ଅନ୍ଧକାରର ଶକ୍ତି ଠାରୁ ପାପମୟ ଶକ୍ତି ଠାରୁ ଆମେ ପୃଥକ ହୋଇଅଛୁ, ମୁକ୍ତ ହୋଇଅଛୁ। ନିଶ୍ଚିତ ଭାବରେ ଏ ବାକ୍ୟର ଅର୍ଥ ଆପଣଙ୍କ ପାଇଁ କ'ଣ ହେଇପାରେ? ଏ ବାକ୍ୟ ଆମ ପାଇଁ ଉଦ୍ଧାର ଗୋଟେ ହେଇଥାଏ ଯେ ପରମେଶ୍ୱର ଆମକୁ ଏ ବାକ୍ୟ ଦେଇକରି ଆମକୁ କୁରାସ୍ତାରୁ ଭଲ ରାସ୍ତାକୁ ଆଣିଛନ୍ତି। ନିଶ୍ଚିତ ଭାବରେ ଏଠି ଆମେ ଜାଣିପାରୁଛୁ ଏ ବାକ୍ୟରେ ପରମେଶ୍ୱର ଆମମାନଙ୍କୁ କିପରି ଅନ୍ଧକାରରୁ ଆମମାନଙ୍କୁ ଆଲୋକ ମଧ୍ୟକୁ ଆଣିଛନ୍ତି ଏଠି ଆମେ ପଢ଼ିପାରୁଛେ। ଭାଇ ଆପଣ କ'ଣ ଭାବୁଛନ୍ତି? ମୁଁ ଭାବୁଛି ଯେ ଏ ବାକ୍ୟ ଦ୍ୱାରା ମାନେ କାହିଁକି ଉଦ୍ଧାର ପାଇଛୁ ବୋଲେ ଆମେ ଯେତିକି ବେଳେ ନାଇଁ କି ଯେଉଁ ଅନ୍ଧକାରରେ ଥିଲା ଥିଲୁ, ଭୁଲ କାର୍ଯ୍ୟରେ ଥିଲୁ, କିନ୍ତୁ ପ୍ରଭୁ ଯୀଶୁ ଆମମାନଙ୍କୁ ସେଇ ଉଦ୍ଧାର କରିବା ପାଇଁ ସେ ଯେଉଁ ଅନ୍ଧକାରରୁ ଆମମାନଙ୍କୁ କଢ଼ାଇ କରି ଆଣିଛନ୍ତି। ଆମେ ସେ ବାକ୍ୟ ଦ୍ୱାରା ଆମେ ବିଶ୍ୱାସ କରିବା ଆହୁରି ପିତାଙ୍କର ଆଜ୍ଞାକୁ ମାନିବା, ତାହେଲେ ଆମେ ଏ ବାକ୍ୟ ଦ୍ୱାରା ଆମେ ଉଦ୍ଧାର ପାଇବା। ଯଦି ଆମେ ଈଶ୍ୱରଙ୍କର ଆଜ୍ଞା ମାନିକିରି ଯଦି ଆମେ ଯୀଶୁଙ୍କଠାରେ ଆମେ ବିଶ୍ୱାସ କଲୁ ତେବେ ଆମେ ଅନନ୍ତ ଜୀବନ ପାଇବା। ନିଶ୍ଚିତ ଭାବରେ ମୋର ଭାଇ ଭଉଣୀମାନେ ଯୀଶୁଙ୍କଠାରେ ଯାହା ଅଛି, ଯାହା ଥିଲା ଆଉ ପୁଣି ଯାହା ରହିବ ସେସବୁ ଆମମାନେ ପାଇଅଛୁ। ଆମେମାନେ ଅନ୍ଧକାରର ଶକ୍ତି ଠାରୁ ମୁକ୍ତ ହୋଇକରି ଆଲୋକ ମଧ୍ୟକୁ ଆମମାନେ ଆସିଅଛୁ। ଆମମାନେ ଈଶ୍ୱରଙ୍କ ରାଜ୍ୟରେ ପୁଣି ତାହାଙ୍କର ଆଲୋକର ରାଜ୍ୟରେ ଯୀଶୁଙ୍କର ସହିତ ସହ ଉତ୍ତରାଧିକାରୀ ଅଟୁ ଆମମାନେ। ତେବେ ଆମମାନେ ଯେଉଁ ଶାସ୍ତ୍ରାଂଶ ଆମେ ପାଠ କଲୁ କଲୋସ୍ୟ 1:12-14 ମଧ୍ୟରେ, ତେବେ ଏ ଶାସ୍ତ୍ରାଂଶରେ ଆପଣ ଈଶ୍ୱରଙ୍କର ବିଷୟରେ ଆପଣ କେଉଁ ଏକ ବିଷୟ ଶିକ୍ଷା ଲାଭ କରିଛନ୍ତି? ଈଶ୍ୱରଙ୍କର କେଉଁ ବିଷୟରେ ଆପଣ ଶିକ୍ଷା ଲାଭ କଲେ? ଏ ଶାସ୍ତ୍ରାଂଶରେ କେଉଁ ବିଷୟରେ? ଈଶ୍ୱର ଆମମାନଙ୍କୁ ଅନ୍ଧକାରରୁ ମୁକ୍ତ କରନ୍ତି ଏବଂ ଆମ ସମସ୍ତଙ୍କୁ ସେ ଅନନ୍ତ ଜୀବନ ଦେବାକୁ ଚାହାନ୍ତି। ନିଶ୍ଚିତ ଭାବରେ ଈଶ୍ୱରଙ୍କର ଆଉ କେଉଁ ବିଷୟ ଏ ବାକ୍ୟରେ ଦେଖାଯାଏ? କେଉଁ ବିଷୟଟା ଈଶ୍ୱରଙ୍କର ବିଷୟରେ ଦେଖାଯାଏ ବାକ୍ୟରେ? ଈଶ୍ୱରଙ୍କର କ୍ରୋଧ ଦେଖାଯାଏ ନା ଈଶ୍ୱରଙ୍କର ନ୍ୟାୟ ଦେଖାଯାଏ? କ'ଣ ଦେଖାଯାଏ? ଈଶ୍ୱରଙ୍କର କେଉଁ ବିଷୟରେ ଦେଖାଯାଏ?
ଈଶ୍ୱରଙ୍କର ପ୍ରେମ ବିଷୟରେ। ସୁନ୍ଦର କଥା। ଏଠାରେ ଆମେ ଦେଖୁ ପିତାଙ୍କର ପ୍ରେମ ବିଷୟରେ ଆମମାନେ ଦେଖୁ। ପିତାଙ୍କର ପ୍ରେମ ବିଷୟରେ ଆମମାନେ ଏଠି ଦେଖିପାରୁଛୁ। ବାକ୍ୟରେ ଆମେ ଦେଖିପାରୁଛୁ ପିତାଙ୍କର ପ୍ରେମ। ତେବେ ମୋର ଲୋକମାନେ ଆପଣଙ୍କୁ ପିତା ଆପଣମାନଙ୍କୁ କେତେ ପ୍ରେମ କରୁଛନ୍ତି ଏ ବିଷୟରେ ଆପଣମାନେ ପଦେ ପଦେ କୁହନ୍ତୁ। ଆପଣଙ୍କୁ କେମିତି ଲାଗୁଛି ପିତା ଆପଣଙ୍କୁ କେମିତି ପ୍ରେମ କରୁଛନ୍ତି? ସେ ବହୁତ ପ୍ରେମ କରୁଛନ୍ତି, କାରଣ ଯାହା ଆମେ ଜାଣିପାରୁଛୁ। ନିଶ୍ଚିତ ଭାବରେ ପିତା ଆପଣଙ୍କୁ ପ୍ରେମ କରୁଛନ୍ତି, ଏହା ଜାଣିକରି ଆପଣଙ୍କୁ କେମିତି ଲାଗୁଛି, କ'ଣ ଲାଗେ? ପିତାଙ୍କ ପ୍ରେମ ଆଗାପେ ପ୍ରେମ, ତାଙ୍କ ଚୂଡ଼ାନ୍ତ ପ୍ରେମ। ଚୂଡ଼ାନ୍ତ ପ୍ରେମ, କେବେ ମଧ୍ୟ ତାଙ୍କ ପ୍ରେମ ସରିବ ନାହିଁ। ତେବେ ଭାଇ ଆପଣଙ୍କୁ ଈଶ୍ୱର ପିତା ପ୍ରେମ କରୁଛନ୍ତି, ଆପଣଙ୍କୁ କେମିତି ଲାଗୁଛି, ଆପଣଙ୍କୁ କେମିତି ଅନୁଭବ ହେଉଛି? ମୋତେ ଲାଗୁଛି ଯେ ପୂର୍ବରେ ପିତା ଯେମିତି ଲୋକଙ୍କ ପ୍ରେମ କରୁଥିଲେ ତାଙ୍କ ପୁତ୍ରଙ୍କୁ, ଏବେ ମଧ୍ୟ ସେ ମୋତେ ମଧ୍ୟ ପ୍ରେମ କରୁଛନ୍ତି। ନିଶ୍ଚିତ ଭାବରେ ତାଙ୍କ ପ୍ରେମ ହେତୁରୁ ଏବେ ମଧ୍ୟ ମୋର ପ୍ରତ୍ୟେକ କାର୍ଯ୍ୟରେ ସହଭାଗିତା ହେଉଛନ୍ତି। ତେବେ ଭାଇ ଆପଣଙ୍କୁ ପିତା ଏତେ ପ୍ରେମ କରୁଛନ୍ତି, ଏହା ଜାଣି ଆପଣଙ୍କୁ କେମିତି ଲାଗୁଛି? ଏହାର ଅର୍ଥ ପିତା ଆପଣଙ୍କୁ ପ୍ରେମ କରୁଛନ୍ତି, ଏହାର ଅର୍ଥ ଆପଣଙ୍କ ପାଇଁ କ'ଣ ଅଟେ ଜୀବନରେ? ମୁଁ ଜଗତର ବିଷୟ ଜାଣିପାରୁଛି। ଆମେ ସତ୍ୟ ପରମେଶ୍ୱର ଯେଉଁ ପ୍ରକାର ପ୍ରେମ ପ୍ରଥମରେ ଆମମାନଙ୍କୁ ଜଣାଇଥିଲେ, ସେ ପ୍ରେମ ମହାନ, ସେ ପ୍ରେମ କେବେ ଶେଷ ହେବ ନାହିଁ। ଆଉ ସେ ପ୍ରେମ ହେଉଛି ଆମମାନଙ୍କର ପାଇଁ ଚିରସ୍ଥାୟୀ ରହିବ ବୋଲି ମୁଁ ବିଶ୍ୱାସ କରେ। ଆପଣଙ୍କ ପାଇଁ କେମିତି? ସେ ପ୍ରେମଟା ଯେଉଁ ବିଷୟ ପ୍ରଭୁ କରୁଛନ୍ତି, ମୋତେ ଯେଉଁ ପ୍ରେମ କରୁଛନ୍ତି, ମୁଁ ସଦାବେଳେ ତାଙ୍କର ପ୍ରେମ ମୋର ପାଇଁ ବହୁତ କାର୍ଯ୍ୟକାରୀ ହେବ ବୋଲି ମୁଁ ବିଶ୍ୱାସ କରୁଛି। ନିଶ୍ଚିତ ଭାବରେ ଭାଇ ଆପଣ କ'ଣ ଭାବୁଛନ୍ତି? ପିତା ଆପଣଙ୍କୁ ଏତେ ପ୍ରେମ କରୁଛନ୍ତି, ଆପଣଙ୍କର ଅର୍ଥ କ'ଣ ଜୀବନରେ ପ୍ରେମ ବିଷୟରେ? ଈଶ୍ୱରଙ୍କ ପ୍ରେମ ପାଇଁ ମୁଁ ବହୁତ ଖୁସି, ଆଉ ତାଙ୍କ ପ୍ରେମ ଯୋଗୁଁ ଆଜି ମୁଁ ବଞ୍ଚିଅଛି। ଆଉ ସେ ପ୍ରେମ ପ୍ରକାଶ କରି ଆମ ନିମନ୍ତେ ମହା ଯୋଜନା କଲେ, ଯାହାଦ୍ୱାରା ସେ ଚିରକାଳ ପାଇଁ ଆମ ସହିତ ସମ୍ପର୍କ ସ୍ଥାପନ କରି ରହିବାକୁ ସେ ଚାହାନ୍ତି ଏବଂ ତାଙ୍କର ଉତ୍ତମ ଯୋଜନାରେ ଆମକୁ ସାମିଲ କରିବାକୁ ଚାହାନ୍ତି। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା। ଈଶ୍ୱରଙ୍କର ପିତାଙ୍କର ପ୍ରେମ ନିମନ୍ତେ ଆମେ ଧନ୍ୟବାଦ ଦେଇ ଆମମାନେ ପ୍ରାର୍ଥନା କରିବା। ସମସ୍ତେ ଚକ୍ଷୁ ବନ୍ଦ କରିବା। ସ୍ୱର୍ଗୀୟ ପିତା, ତୁମର ସେ ପବିତ୍ର ନାମକୁ ଧନ୍ୟବାଦ, ଯେହେତୁ ତୁମେ ଆପଣ ପୁତ୍ରକୁ ଏ ଜଗତରେ ଆମର ସମସ୍ତ ପାପର ପ୍ରାୟଶ୍ଚିତ ନିମନ୍ତେ ପଠାଇଲ। ଆଉ ସେ କାଲବରୀ କ୍ରୁଶ ମଧ୍ୟରେ ଯେଉଁ ରକ୍ତ ପ୍ରଦାନ କଲେ, ଆଉ ପ୍ରେମ କଲେ ଏବଂ ଜଗତର ସମସ୍ତ ଜାତି ବିଜାତି ସମସ୍ତଙ୍କ ନିମନ୍ତେ ପାପର ପ୍ରାୟଶ୍ଚିତ କଲେ। ଗୌରବ ତୁମେ ପାଅ। ପ୍ରାର୍ଥନା ଶୁଣିଥିବା ଲାଗି ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କଲି। ଆମେନ୍, ଆମେନ୍, ଆମେନ୍।